ମାନେ ଆପଣଙ୍କ ଶରୀରରେ ଯେତିକି ରକ୍ତର ଆବଶ୍ୟକତା ରହିଛି ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ପ୍ରତ୍ୟେକ ଜାଗାକୁ ହାର୍ଟରୁ ଦୈନିକ ସେହି ପରିମାଣର ବ୍ଲଡ଼ ବା ରକ୍ତ ପମ୍ପିଂ ହେଇକି ସେଇ ଜାଗାକୁ ଯାଏ। ଯଦି ଆପଣଙ୍କର ହାର୍ଟରୁ ପମ୍ପ ହେଉଥିବା ବ୍ଲଡ଼ ସେହି ଜାଗାକୁ ପହଞ୍ଚି ପାରୁନାହିଁ କିମ୍ବା ଗୋଟିଏ ଜାଗାରେ ଅଧିକ ଜମାଟ ବାନ୍ଧି ଯାଉଛି, ତାହେଲେ ସେଇଟା ଫୁଲିବା ପ୍ରକ୍ରିୟା ଜାରି ରଖେ। ପ୍ରଥମ କ୍ୱେଶ୍ଚିନ୍ ଆସିବ ମାଇଣ୍ଡରେ କି କାହିଁକି ପାଦ ଫୁଲୁଛି? କାହିଁକି ନା ପାଦ ହେଉଛି ଆମର ଶରୀରରେ ଯଦି ରକ୍ତ ପ୍ରବାହର ସବୁଠାରୁ ଲାଷ୍ଟ ଷ୍ଟେଜ୍, ମାନେ ପାଦକୁ ହିଁ ରକ୍ତଟା ଲାଷ୍ଟରେ ଯାଇ ପହଞ୍ଚେ। ତା ଦେହରୁ ରିଟର୍ନ ପ୍ରକ୍ରିୟା